ଚତୁର୍ଥ ସ୍କନ୍ଦ ପଞ୍ଚଦଶ ଅଧ୍ୟାୟ ସୁତବାଚ। ମୈତ୍ରେୟ ବାକ୍ୟ ଶୁଣି କର୍ଣ୍ଣେ ଆନନ୍ଦ ବିଦୁରର ମନେ। ଧ୍ରୁବ ଯେ ଜନନୀ ସಮೇତେ ନିଶ୍ଚିନ୍ତେ କଳ୍ପେ ପରିଜନ୍ତେ। ବସିଲା ଯାଇ ଧ୍ରୁବ ପଦେ ଜ୍ୟୋତିଷ୍କ ଗଣ ଚକ୍ର ମଧ୍ୟେ। ବିଦୁର ବାଚ ମୈତ୍ରେୟ ପାଦେ କର ଦେଇ ଆନନ୍ଦେ ବିଦୁର ପୁଚଇ। ଭୋମୁନି ପ୍ରଚେତା ବଦନେ ଧ୍ରୁବ ଯେ ଗଲା ନିଜ ସ୍ଥାନେ। କେବଳ ବଂଶେ କିବା ଜାତି ତାହାର ପୁତ୍ର ସେ ବୋଲାନ୍ତି। ପୂର୍ବେ ନାରଦର ବଚନେ ଯଜ୍ଞ ଆରମ୍ଭ କେଉଁ ଜନେ। ହରିଙ୍କୁ କ୍ରିୟା ଯୋଗେ ପାଇ ପ୍ରଭୁ ତରିଲେ 10 ଭାଇ। ଯେ ଧର୍ମ ପାଳି ପ୍ରଚେତସ ଯଜ୍ଞରେ ବିଷ୍ଣୁ କରି ତୋଷ। ସେ କଥା କହ ମୁନି ମତେ ସଂସାରୁ ତରିବି ଯେ ମନ୍ତେ। ମୈତ୍ରେୟ ବାଚ ଧ୍ରୁବର ପୁତ୍ର ଗୁଣଧାମ ଜ୍ୟେଷ୍ଠ ଉତ୍କଳ ତାର ନାମ। ତାହାକୁ ଅଧିରାଜ୍ୟ ସ୍ଥାପି ଧ୍ରୁବ ଯେ ଗଲା ଶୂନ୍ୟ ବ୍ୟାପୀ। ସେ ବସି ରାଜାର ଆସନେ ଉତ୍ତମ ରତ୍ନ ସିଂହାସନେ। ସୁଖ ନ ଲଭି ଦୁଃଖ ମନେ ପିତାର ଯାତ୍ରା ଶୁଣି କର୍ଣ୍ଣେ। ସେ ଯେ ସ୍ୱଭାବେ ଆତ୍ମଜ୍ଞାନୀ ସମଦରସି ବୁଦ୍ଧି ଜ୍ଞାନୀ। ଦେଖଇ ସର୍ବଭୂତେ ହରି ସ୍ଥାବର ଜଙ୍ଗମାଦି କରି। ଏମନ୍ତ ପଦ ବୋଧର ସେ ଗୁଣ ପ୍ରବାହେ ସେ ନିମିଷେ। ଜଡ଼ାନ୍ଧ ଯୋଗୀଙ୍କର ପ୍ରାୟ ଭସ୍ମ ଭୂଷିତ ସୁଧ ଦେ। ବୁଲାଇ ନାନା ମାର୍ଗେ ଲୁଚି କେ ପାରେ ତାର ଗୁଣ ଲେଖି। ଏମନ୍ତ ତାର ଗୁଣ ଦେଖି ବନ୍ଧୁ ବାନ୍ଧବେ ମନେ ଦୁଃଖୀ। ମନ୍ତ୍ରୀ ଅମାତ୍ୟ ମାନେ ମିଳି ରାଜ୍ୟ ରକ୍ଷଣେ ନିତ୍ୟ ଭାଳି। ବତ୍ସରତା ଅନୁଜ ନାମ ସୁନ୍ଦର ସର୍ବଗୁଣ ଦାମ। ତାହାର କୁଶଳ ବିଚାରି ସ୍ୱରାଜେ ଅଭିଷେକ କରି। ସ୍ଥାପିଲେ ନୃପତି ଆସନେ ଏମନ୍ତେ ଗଲା କେତେ ଦିନେ। ସୁବିଥି ନାମେ ପତ୍ନୀ ତାର ଯୋଷିତ ଗଣେ ସେ ଗଭୀର। ତାର ଉଦରେ ପୁତ୍ର ଜାତ ହୋଇଲେ ଗୁଣେ ଅପ୍ରମିତ। ପୁଷ୍ପାର୍ଣ୍ଣ ତୀକ୍ଷ୍ଣ କେତୁ ନାମ ଈଶ ଉର୍ଜ ଯେ ଅନୁପମ। ବସୁଜୟ ଏ ଷଟ ସୁତେ ଗୁଣେ ବିଖ୍ୟାତ ଏ ଜଗତେ। ପ୍ରଭା ଦୋଷା ଯେବେନି ନାରୀ ପୁଷ୍ପାର୍ଣ୍ଣ ତୁଲେ ବିଭା କରି। ସେ ପ୍ରଭା ଗର୍ଭେ 3 ସୁତ ହୋଇଲେ ଜଗତେ ବିଖ୍ୟାତ। ପ୍ରାତଃ ମଧ୍ୟାହ୍ନେ ସାୟଂକାଳ ସ୍ୱଭାବେ ତେଜେ ଅନର୍ଗଳ। ପ୍ରଦୋଷ ଅର୍ଦ୍ଧରାତ୍ର ବୃଷ୍ଟ ଦୋଷାର ଗର୍ଭେ 3 ସୃଷ୍ଟ। ଏ ବୃଷ୍ଟର ପୁତ୍ର ଶୁଷ୍କ ଋଷି ଏକ ଦୁହିତା ଶୁଭ୍ର କେଶୀ। ତାହାର ନାମ ସୁଚାରୁଣୀ ଅବଳା ମଧ୍ୟେ ଶିରୋମଣି। ଏ ରୁନ୍ଧୁଷ ମନ ତାର ଗର୍ଭେ ଜନ୍ମ ହୋଇଲା ସୃଷ୍ଟି ପୂର୍ବେ। ନଜଳା ଚକ୍ଷୁଷର ନାରୀ ରୂପେ ସେ କମଳା କୁଶରୀ। ତାର ଉଦରେ ଷଟ ସୁତେ ହୋଇଲେ କୃଷ୍ଣ ତେଜ ଯୁକ୍ତେ। ନାମେ ସେ ପୁରୁଷ ପ୍ରକୃତ ପଦ ସୁଶ୍ରୟ ଦୃଢ଼ ବ୍ରତ। ସେ ଷଟ ପୁତ୍ର ଷଟ ଭାଇ ଶୁଣ ତାହାଙ୍କ ନାମ କହି। ଅଗ୍ନି ସୋମକ ଅତିରାତ ପ୍ରଦ୍ୟୁମ୍ନ ସମର ଉନ୍ମତ୍ତ ଆଦି ଷଟ ସୁତ ହୋଇଲେ ମନୁବଂଶେ ଖ୍ୟାତ। ଅଙ୍ଗ ସୁମନ ସ୍ୱାତି 3 କ୍ରତୁ ଅଙ୍ଗିରା ଚୟ ଘେନି। ସୁନିତା ଯମର ଦୁହିତା ଅଙ୍ଗିରା ପତ୍ନୀ ଯେ ସୁବ୍ରତା। ବେଣୁ ତାହାର ଗର୍ଭଜାତ ଶୁଣ ଓ ତାହାର ଚରିତ। ସେ ପୁଣ ମାତା ମୋହ ଦୋଷେ ଦୁଷ୍ଟ ହୋଇଲେ ମନୁବଂଶେ। ତାହାର ଦେଖି ଦୁଷ୍ଟପଣ କୋପେ ସାପିଲେ ମୁନିଗଣ। ପୁଣି ତାହାର ମୃତ ଗାତ୍ରେ ବିପ୍ରେ ମନ୍ଥିଲେ ପୁତ୍ର ଅର୍ଥେ। ଦକ୍ଷିଣ କରେ କୁଶ ଭିଡ଼ି ମନ୍ଥନ କଲେ ବେଦ ପଢ଼ି। ପ୍ରଜା ଅନାଥ ଅରାଜକେ ଦୁଷ୍ଟ ପୀଡ଼ିତ ଅତିରେକେ। ତା ଦେହୁ ପୃଥୁ ନାମେ ହରି ଜନ୍ମିଲେ ରାଜା ରୂପ ଧରି। ଲୋମ ପୁଲକ ତାର ଦେଇ ସ୍ୱଭାବେ କୃତ୍ୟ ହୋଇ। ବିଦୁର ବାଚ ଯେଉଁ ସେ ସାଧୁ ଶୀଳ ବୁଦ୍ଧି ସର୍ବଲକ୍ଷଣ ଶ୍ରେଷ୍ଠ ନିଧି। ଏ ବ୍ରାହ୍ମଣ ପ୍ରଜା ରକ୍ଷା କରି ସେ ସର୍ବଧର୍ମେ ଅଧିକାରୀ। ଯେ ବେଣୁ ନାମେ ତାର ସୁତ ଦୁଷ୍ଟ ହୋଇଲେ ସେ କେମନ୍ତ। ପ୍ରଜା ଏ ରାଜା ଦୁଷ୍ଟ ପଡ଼େ ଭୟେ ପଶିଲେ ଘୋର ବନେ। କିମ୍ପା ବ୍ରାହ୍ମଣ କୋପ କଲେ ତାହାକୁ ବ୍ରହ୍ମଦଣ୍ଡ ଦେଲେ।
ସେ ବିପ୍ରବର ସର୍ବଜ୍ଞାତା ଆଗମ ନିଗମ କରତା। ଏତେ ଅନ୍ୟାୟ କିମ୍ପା କଲେ ରାଜାଙ୍କୁ ଘୋର ଶାପ ଦେଲେ। ରାଜାଙ୍କ ଶରୀର ନିଶ୍ଚଳେ ବସନ୍ତି ସର୍ବଦିଗ ପାଳେ। ସେ ରାଜା ବିଷ୍ଣୁ ତେଜ ବହି ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ। ଯମର ସୂତା ସୁତ ଯେଣୁ ଦୁଷ୍ଟ ହୋଇଲେ ଅବା ତେଣୁ। ଏକଥା କହ ମୁନି ମତେ ସଂଶୟ ନ ରହୁ ମୋ ଚିତ୍ତେ। ମୈତ୍ରେୟ ଉବାଚ ଶୁଣ ହେ ବେଣୁ ଦୁଷ୍ଟପଣ କହିବା ଦାନର ଲକ୍ଷଣ। ଅଙ୍ଗ ଯେ ଅଶ୍ୱମେଧ କଲା ଉତ୍ତମ ଋଷିଙ୍କୁ ବରିଲା। ଏ ସକଳେ ମିଳି ବେଳ ନାଦେ ଅନଳେ ପୂଜିଲେ ସମିଧେ। ଏ ଯଜ୍ଞ କୁଣ୍ଡକୁ ବିପ୍ରେ ଚାହିଁ ଦେଖିଲେ ଦେବ ଗଣେ ନାହିଁ। ଇନ୍ଦ୍ରାଦି 10 ଦିଗ ପାଳେ ଯଜ୍ଞରେ କେହି ନ ମିଳିଲେ। ଦେଖି ବିସ୍ମୟ ମୁନି ଜନେ ନିକଟେ ରାଇ ଯଜମାନେ। ବୋଇଲେ ରାଜା ମୁକ ଚାହିଁ ଏ ଯଜ୍ଞ କରୁ କିସ ପାଇଁ। ପବିତ୍ର ବସ୍ତୁ ଶୁଦ୍ଧ କରି ଅନେକ ନିଗମ ଉଚାରି। ଆମ୍ଭେ ସକଳେ ଧ୍ରୁବ ବ୍ରତା ଦ୍ୱିଜ ସ୍ୱଭାବେ ଶୁଦ୍ଧ ଚେତା। ମନ୍ତ୍ର ଉଚାରି ଆମ୍ଭେ ତୁଣ୍ଡେ ଆହୁତି ଦେଲୁ ଯଜ୍ଞ କୁଣ୍ଡେ। ଦେବେ ନଇଲେ କେଉଁ ଭାବେ ତାର ପ୍ରସ୍ତାବ କହେବେ। ସକଳ କର୍ମ ସାକ୍ଷୀ ଦେବେ କିମ୍ପା ନଇଲେ ଯଜ୍ଞ ଭାଗେ। ମୈତ୍ରେୟ ଉବାଚ ଅଙ୍ଗ ଯେ ବିପ୍ର ମୁକୁ ଶୁଣି ସ୍ୱଧର୍ମେ ବିପ୍ରେ ପରିମାଣି। ସଭା ଜନକ ମୁଖ ଚାହିଁ ଏ ଯଜ୍ଞ କଲୁ କିସ ପାଇଁ। ଅଙ୍ଗ ରାଜା ଉବାଚ କି ମନ୍ଦ କର୍ମ ମୋର ଅଛି ବୋ ବିପ୍ର କହ ଧର୍ମ ଲେଖି। ଦେବେ ନଇଲେ ଯଜ୍ଞ ଭାଗେ କାରଣ କହ ମୋର ଆଗେ। ଏମନ୍ତେ ରାଜା ମୁକୁ ଶୁଣି ସ୍ୱଧର୍ମେ ବିପ୍ର ପରିମାଣି। ମୁନିରୁ ଉବାଚ ବୋଇଲେ ରାଜା ମୁଖ ଚାହିଁ ତୋଦେ କିଛି ପାପ ନାହିଁ। ପୂର୍ବ ଅର୍ଜିତ କର୍ମ ଫଳେ ସନ୍ତତି ନାହିଁ ତୋର କୂଳେ। ଅପୁତ୍ର ଦୋଷେ ଦେବ ଗଣେ ନଇଲେ ଯଜ୍ଞ ନିମନ୍ତ୍ରଣେ। ତୁ ଏବେ ପୁତ୍ର ଯଜ୍ଞ କର ଯଜ୍ଞ ଯଜ୍ଞ ପୁରୁଷ ବର। ତେବେ ସକଳ ଦେବଗଣ ତୋ ଯଜ୍ଞେ ହୋଇବେ ବରଣ। ସେ ବିଷ୍ଣୁ ହବିର୍ଭାଗ ଖାଇ ତୋର ଯଜ୍ଞେ ତୋଷ ହୋଇ। ସେ ହରିପୁତ୍ର ଦେବେ ତୋତେ ସଂସାରୁ ତରିବୁ ଯେମନ୍ତେ। ମୈତ୍ରେୟ ଉବାଚ ଏମନ୍ତେ ସଭା ବାକ୍ୟ ଶୁଣି ସେ ଅଙ୍ଗରାଜ ମନେ ଗୁଣି। ଯଜ୍ଞେ ଯଜ୍ଞ ପୁରୁଷ ତୁଣ୍ଡେ ଆହୁତି ଦେଲା ହୋମ କୁଣ୍ଡେ। ତକ୍ଷଣେ ହୋମ କୁଣ୍ଡୁ ଜାତ ପୁରୁଷେ ହୋଇଲେ ସମ୍ଭୂତ। ହୃଦେ ଲମ୍ବେଇ ହେମହାର କଟିରେ 100 ପୀତାମ୍ବର। ଶଙ୍ଖ କମଳ ଚତୁର୍ଭୁଜେ କୋଟି କନ୍ଦର୍ପ ଜିଣି ରାଜେ। ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି। ବିପ୍ରଙ୍କ ବାକ୍ୟେ କ୍ଷୀରି ପାତ୍ର ଘେନିଣ ପୁରୁଷ ଅଦ୍ଭୁତ। ସେ ତେଜ ଗଞ୍ଜେ ଦିବ୍ୟ କାନ୍ତି ଦେଖିଣ ବିପ୍ରେ କଲେ ନତି। ଷୋଡ଼ଶ ଉପଚାର ଯୁକ୍ତେ ଯଜ୍ଞେ ପୂଜିଲେ ଜଗନ୍ନାଥେ। ବିଷ୍ଣୁଙ୍କ ପୂଜି ଯଜ୍ଞ ବାକ୍ୟେ ବର କଳ୍ପିଲେ ଯଥା ଯୁକ୍ତେ। ଯାଜ୍ଞିଙ୍କ ମନ ଜାଣି ହରି କହନ୍ତି ଶଙ୍ଖ ଚକ୍ରଧାରୀ। ଯଜ୍ଞ ପୁରୁଷ ବାଚ ଶୁଣ ଉତ୍ତମ ବିପ୍ରଗଣେ ରାଜା ସନ୍ତତି କାରଣେ। ମତେ ପୂଜିଲା ଯଜ୍ଞ ମତେ ତୁମ୍ଭର କାମ ସାଧ୍ୟ ଅର୍ଥେ। ଅସ୍ତୁ ହୋଇବ ବାଞ୍ଛା ଫଳ ମୋ ଅବଶେଷ ଯେ ନିର୍ମାଲ୍ୟ। ଏହାକୁ ଦିଅ ରାଜ ହସ୍ତେ ଆଘ୍ରାଣ କରି ନାସାଗ୍ରତେ। ପତ୍ନୀ ଭୁଞ୍ଜିବ ତାର ଯେବେ ସୁପୁତ୍ର ହେବ ତାର ଗର୍ଭେ। ମୈତ୍ରେୟ ବାଚ ହେମନ୍ତେ କହି ଜନାର୍ଦ୍ଦନ ତକ୍ଷଣେ ହେଲେ ଅନ୍ତର ଧ୍ୟାନ। ଯଜ୍ଞ ପୁରୁଷ ଆଜ୍ଞା ଘେନି ବ୍ରାହ୍ମଣ କରି ଜୟ ଧ୍ୱନି। ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି। ବିପ୍ରଙ୍କ ବାକ୍ୟେ କ୍ଷୀରି ପାତ୍ର କରେ ଘେନିଲେ ନୃପନାଥ। ଆଘ୍ରାଣ କରି ନାସା ଦ୍ୱାରେ ଦେଲେ ସେ ନିଜ ପତ୍ନୀ କରେ। ସେ ପୁଂସବନ କ୍ଷୀରି ଆଣି ରହି ଭୁଞ୍ଜିଲା ତା ଗରଣୀ। ତକ୍ଷଣେ ପୁଂସବନ ଭାବେ ପୁତ୍ର ରହିଲା ତାର ଗର୍ଭେ। ସେ ଗର୍ଭ ତାର ଉପଗତେ କୁମରେ ଜନ୍ମିଲା ଅଦ୍ଭୁତେ। ଦିନକୁ ଦିନ ସେ ବଢିଲା ମାତାର ଅଂଶ ନ ଛାଡ଼ିଲା। ସ୍ୱଭାବେ ହୋଇ ଅଧାର୍ମିକ କ୍ଷତ୍ରିୟ ଭାବେ ଅବିବେକ। ନିରତେ ଧନୁଶର ଧରି ବନେ ମୃଗୟା ନିତ୍ୟ କରି। ତୁଲ୍ୟ ବୟସ ଶିଶୁ ମେଳେ ଯେବେ ଖେଳଇ କୌତୂହଳେ। ତାହାଙ୍କୁ ଦୁଷ୍ଟପଣେ ଦୃଢ଼େ ଚରଣେ ଚାପି ମୁଣ୍ଡ ମୋଡ଼େ। ହେମନ୍ତେ ତାର ଦୁଷ୍ଟପଣ ରାଜାର ଅଗ୍ରେ ପ୍ରଜାଜନ।
ରୋଦନ କରି ଉଚ୍ଚ ତୁଣ୍ଡେ କର ଅଞ୍ଜଳି ଦେଇ ମୁଣ୍ଡେ କହନ୍ତି ବେଣୁ ଦୁଷ୍ଟପଣ ରୋଦନ କରି ପ୍ରଜାଗଣ ହେମନ୍ତେ ପୁତ୍ର ଗୁଣ ଶୁଣି ବଳେ ପୁତ୍ରକୁ ଘରେ ଆଣି ନାନା ପ୍ରକାର ଧର୍ମ କହି ଅନେକ ମତରେ ବୁଝାଇ ଶୁଣନ୍ତେ ନାନା କୋପ କରେ ପିତାର ବଚନ ନ ଧରେ ଦିନକୁ ଦିନ ଦୁଷ୍ଟପଣେ କୋପ ବହିଲେ ପ୍ରଜାଗଣେ ଅଙ୍ଗ ତାହାର କର୍ମ ଦେଖି ଭାଳଇ ଅତି ଦୁଃଖେ ଦୁଃଖୀ ସୁପୁତ୍ର କୁପୁତ୍ର ବିଚାରେ ଚିତ୍ତ ନ ରହେ ତାର ଘରେ ରଜନୀ ଅର୍ଧେ ନୃପବର ମନ୍ଦିରୁ ହୋଇଲା ବାହାର ବନେ ପଶିଲା ନରପତି କେହି ନ ଜାଣେ ତାର ଗତି ତାହାର ପାତ୍ର ମନ୍ତ୍ରୀ ଗଣେ ଅନେକ ଖୋଜି ଘୋର ବନେ ନ ଦେଖି ନଗରେ ମିଳିଲେ ଅନେକ ପ୍ରକାରେ ଭାଳିଲେ କହି ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସହିତାଂ ବୟାସିକ୍ୟାं ଚତୁର୍ଥ ସ୍କନ୍ଧେ ଅରାଜ୍ୟକରणे ବେଣୁ ଜନ୍ମିତ ନାମ ପଞ୍ଚଦଶୋऽଧ୍ୟାୟ ଆନନ୍ଦେ କବାର ହରି ହରି ବୋଲ।